आदि नताशाଙ୍କ हाथକୁ ଧରିକି ଟାଣିକି ଆଣିକି କହୁଛନ୍ତି ବନ୍ଦ କର ଏସବୁ ଡ୍ରାମା। ବହୁତ ହେଇଗଲା, ଚୁପଚାପ ସେଠି ଠିଆ ହୁଅ ଆଉ ବନ୍ଦ କର ଏ ତାମସା। ତାପରେ ନତାଶା କହୁଛନ୍ତି କ'ଣ ପାଇଁ ଚୁପ୍ ହେବି ମୁଁ ଏଡି? ମୁଁ ତ ଭାବୁଥିଲି ତମେ ମୋ କଥା ଶୁଣିକି ଏ ଝିଅକୁ ଏଠି ଧକ୍କା ଦେଇକି ବାହାର କରିଦେବ ବୋଲି, କିନ୍ତୁ ତମେ ଓଲଟା ମୋତେ ଚୁପ୍ ହେବାକୁ କହୁଛ। ଆରେ ମୁଁ ତ ତମର ପିଲାଦିନ ସାଙ୍ଗ। ଏ ଝିଅ ତ ଏଠିକି ଏବେ ଆସିଛି। ତମେ ତା ପାଇଁ ସମସ୍ତଙ୍କ ଆଗରେ ମୋତେ ଇନସଲ୍ଟ କରୁଛ। ତମେ ତ ଆକୁ ଘୃଣା କରୁଥିଲ ନା ଏଡି? ଆକୁ ଘରୁ ବାହାର କରିବା ପାଇଁ କହୁଥିଲ। ମୋତେ ଭଲ ପାଉଛ ସେଇଥିଲାଗି ମୋତେ ବାହା ହେବାକୁ କହୁଥିଲ, ଆଉ ଏବେ ଏ ଝିଅ ପାଇଁ ମୋତେ କହୁଛ, ମୋତେ ଏ ଘରୁ ବାହାରି ଯିବାକୁ କହୁଛ। ଏଡି ତମେ ଏତେ ଜଲ୍ଦି କେମିତି ବଦଳିଗଲ, ସିଏ ବି ଏଇ ଥାର୍ଡ଼ କ୍ଲାସ୍ ଝିଅ ପାଇଁ। ତାପରେ ଆଦି କହୁଛନ୍ତି ନତାଶା ବାରମ୍ବାର ଏଇ ଖରାପ ୱାର୍ଡ଼ ବନ୍ଦ କର। ତାପରେ ନତାଶା କହୁଛନ୍ତି କରିବି ଅଲବତ କରିବି, ଆକୁ ମୁଁ କେବେ ବି ଶାନ୍ତିରେ ରହିବାକୁ ଦେବିନି। ତାପରେ ଆଦି କହୁଛନ୍ତି ନତାଶା ଦେଖ, ତମେ ଯାହା ବି ସବୁ ଭାବୁଛ ସେସବୁ ଭୁଲ, ତମେ ଆସ ମୋ ସହିତ, ମୁଁ ବୁଝେଇ ଦେଉଛି। ତାପରେ ନତାଶା କହୁଛନ୍ତି ଏଡି ମୋ ହାତ ଛାଡ଼ ମୋର ଏଡି। ଏମିତି କହିକି ଆଦିଙ୍କ ହାତକୁ ନତାଶା ଛାଟି ଦେଉଛନ୍ତି। ଆକୁ ଆଜି ମୁଁ ଏ ଘରୁ ବାହାର କରିକି ହିଁ ରହିବି। ତାପରେ ଆଦି କହୁଛନ୍ତି ନତାଶା ଚାଲ ମୋ ସହିତ ଚାଲ। ଏମିତି ଆଦି କହିକି ନତାଶାଙ୍କ ହାତକୁ ଧରିକି ବାହାରକୁ ନେଇଯାଉଛନ୍ତି। ତାପରେ ବାନୀ ମୁକ୍ତିଙ୍କ ପାଖକୁ ଆସିକି କହୁଛନ୍ତି ମୁକ୍ତି ନାଇଁ, କାନ୍ଦ ବନ୍ଦ କର। ନୂଆ ବୋଉ ଆଖିରେ ଏ ଲୁହ ବିଲକୁଲ ଶୋଭା ଦିଏନି, ବରଂ ତାକୁ ତା ନୂଆ ଜୀବନ ଆରମ୍ଭ କରିବାକୁ ପ୍ରସ୍ତୁତ ହେବାକୁ ପଡ଼େ। ଚାଲ ମୋ ସାଙ୍ଗରେ, ମୁଁ ତମକୁ ପୁଣି ଥରେ ସଜାଇ ଦେବି। ଯେ ଦେଖୁନା ଏଠି କେତେ ସାରା ଗେଷ୍ଟ ଅଛନ୍ତି, ଯଦି ସେମାନେ ତମ ଆଖିରେ ଲୁହ ଦେଖିବେ କ'ଣ ଭାବିବେ କହିଲ। ତାପରେ ସେପଟେ ମୁକ୍ତି ସଜ ହେବାକୁ ଗଲାବେଳେ ଏପଟେ ଆଦି ଆଉ